ବା ପ୍ରିନ୍ସି ଡ୍ରେସ୍ ପିନ୍ଧିଛି। ମୋ ମା ଆଣି ଦେଇଛି ମୋତେ ପିନ୍ଧିବାକୁ। କାଲି ଯେତେବେଳେ ଆସି ସନ୍ଧ୍ୟାବେଳେ ପହଞ୍ଚିଲି, କାଲି ପରଠୁ ଯେଉଁ ଟ୍ରିଟମେଣ୍ଟ ମୋର କରୁଛନ୍ତି ବହୁତ ଭଲସେ କରୁଛନ୍ତି, ବହୁତ କେୟାର ବି ନେଉଛନ୍ତି। ଆଉ ମୁଁ ଆଗ ଅପେକ୍ଷା ରିକଭରି କରୁଛି ମୋତେ ଲାଗୁଛି। ଆଉ ଯେଉଁ କହିଲେ ଓଡ଼ିଶାରେ ରଜ ମନାଉଛନ୍ତି, କୋଉଠି ନା କୋଉଠି ମୋ ପାଖକୁ ଯେମିତି ମୋ ସମର୍ଥନ ମାନେ ଭେଟିବାକୁ ଆସୁଛନ୍ତି, ମୋତେ ବହୁତ ଖୁସି ଲାଗୁଛି। ବହୁତ ସାହସ ବି ମୋ ମନ ଭିତରେ ଆସୁଛି। ମୁଁ ସୁସ୍ଥ ହେଇଗଲେ ମୁଁ ନିଶ୍ଚିନ୍ତ ପୁଣି ଥରେ ବ୍ୟାକ୍ ସେଇ ଚାମେଲି ଅଝା ନିଶ୍ଚିତ ଭାବରେ ହେଇକି ମୁଁ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରିବି। ଘଟଣାରେ ଆପଣଙ୍କର ଏଫଆଇଆର ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନି, କ'ଣ କହିବେ ସେ ବାବଦରେ? ଏଠି କୋଉଠି ନା କୋଉଠି ମହାକାଳ ପୋଲିସ ପଳା ଯେଉଁ ପୋଲିସ ଅଛି, ପୋଲିସ ସହଯୋଗ କରୁନି। ମୁଁ ଏଠି ଦାବି କରିବି ଜୁଡ଼ିସିଆଲି ତଦନ୍ତ କରାଯାଉ। କାରଣ ଯେଉଁ ପୋଲିସ ମୋତେ ଖରାପ ବ୍ୟବହାର ଦୁର୍ବ୍ୟବହାର କରିଛି, ମୁଁ ତାଙ୍କ ଉପରେ କେବେ ଦାୟିତ୍ୱ ଦେଇପାରିବିନି ମୋ କେସ୍ଟାକୁ। ମୁଁ ଜାଣିନି ବି ଏପର୍ଯ୍ୟନ୍ତ ମୋ କେସ୍ ରେଷ୍ଟ ହେଇଛି ନ ହେଇଛି, ମୋ ଦେହ ଖରାପ ଅଛି, ମୁଁ ବୁଝିପାରିନି କ'ଣ ହେଇଛି। କିନ୍ତୁ ମୁଁ ଆଉ ଗୋଟେ ଆପ୍ଲିକେସନ୍ ପୋଲିସ ବିରୁଦ୍ଧରେ ଦେବି। ମୁଁ ଚାହୁଁଛି ଏଟା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଉ ଏଟାକୁ ଜୁଡ଼ିସିଆଲ ତଦନ୍ତ କରାଯିବ। ମୋ ପାଖରେ ଯେତିକି ବି ପ୍ରୁଫ୍ ଅଛି ମୋ ମୋବାଇଲରେ ଅଛି। ମୋ ମୋବାଇଲ ବି ଏପର୍ଯ୍ୟନ୍ତ ଦେଇନାହାନ୍ତି ମୋତେ। ଆଉ ଭାବରେ ତଦନ୍ତ କରାଯାଉ। ମୁଁ ନିର୍ଦ୍ଦୋଷ ଥାଇକି ବି ମୋତେ ଯେଉଁ ଭଳିଆ କେସ୍ରେ ଛନ୍ଦିଛନ୍ତି, ଯେଉଁ ଭଳିଆ ଦଫା ଲଗେଇଛନ୍ତି, ଏଗୁଡ଼ାକୁ ପ୍ରତ୍ୟାହାର କରିବାକୁ ମୁଁ ଦାବି କରିବି। ପାଖାପାଖି 5-6 ମାସ ହେଇଗଲାଣି। 6ରୁ 7ଟା ପ୍ରୋଜେକ୍ଟ କାମ ବନ୍ଦ ଥିବ। ଯେତେବେଳେ ଲୋକମାନେ ଆମ ଘରକୁ ଆସୁଛନ୍ତି, ଆମେ ତାଙ୍କୁ ଠିକାଦାର ହିସାବରେ କାମ ଦେଇଛୁ, ଆମକୁ ଧମକଉଛନ୍ତି କି ଆମକୁ ଯଦି ବିଲ୍ ନ ଦେବ ଆମେ ବିଷ ଖାଇ ମରିବୁ। କୋଉଠି ନା କୋଉଠି ଆମେ ବହୁତ ପ୍ରେସରରେ ରହୁଛୁ, ଯେହେତୁ ତାଙ୍କୁ କାମ କହି କରେଇଛୁ। ବିଡ଼ିଓଙ୍କ କତିକି ଗତ 29 ତାରିଖରେ ଯାଇଥିଲି। ବିଡ଼ିଓ ମନା କଲେ ମୁଁ ବିଲ୍ କରିବିନି ବୋଲି। ପୁଣି ଆମେ 5 ଜଣ ସରପଞ୍ଚ ଯାଇଥିଲୁ ସେଦିନ ଯେଉଁଦିନ ଇନସିଡେଣ୍ଟ ହେଲା। ବିଡ଼ିଓ ସହିତ କଥା ବି ହେଇପାରିଲୁନୁ। ବିଜେପି କର୍ମୀମାନେ ବହୁତ ଗଣ୍ଡଗୋଳ କଲେ, ବିଡ଼ିଓ ଉଠି ପଳେଇଲେ। ଏବେ ବି ମୋ ବିଲ୍ ପଡ଼ିକି ରହିଛି, ବିଲ୍ ହେଇପାରୁନି। ଏବେ ଦେହ ଆଗ ଅପେକ୍ଷା ରିକଭରି ହେଉଛି ମୋତେ ଲାଗୁଛି। ମୁଁ ଚାହୁଁଛି ଯେଉଁ ବିଡ଼ିଓ, ଯେଉଁ ଆଇଆଇସି ଆଉ ଯେଉଁ ଥାନା ଷ୍ଟାଫ୍ ମୋତେ ଅତ୍ୟାଚାର କରିଛନ୍ତି, ମୋ କ୍ୟାରେକ୍ଟରକୁ ନେଇ ଖରାପ ଜିନିଷ କହିଛନ୍ତି, ଯେଉଁ କର୍ମୀମାନେ ବିଜେପିର କର୍ମୀମାନେ ନିଜକୁ କହୁଛନ୍ତି ଗୋଟେ ଦ୍ରୌପଦୀ ଭଳି, ଯେମିତି ଦ୍ରୌପଦୀକି ଘେରି ଯାଆନ୍ତି ସେଇଭଳିଆ ଘେରିକି ମୋତେ ଅତ୍ୟାଚାର କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ କଡ଼ା ଅନୁଷ୍ଠାନ ନେବା ଦରକାର। ଏବଂ ମହାକାଳ ବିଧାୟକଙ୍କର ମୁଁ ଇସ୍ତଫା ଦାବି କରିବି। ସେ ନିଜକୁ ଇସ୍ତଫା ଦିଅନ୍ତୁ, କାରଣ ସେ ଏମ୍ଏଲ୍ଏ କହିବାକୁ ଯୋଗ୍ୟ ନୁହନ୍ତି। ଯେତେବେଳେ ତାଙ୍କ ଏରିଆର ଝିଅକୁ ସେ ନ୍ୟାୟ ଦେଇପାରୁନାହାନ୍ତି, ତାଙ୍କର କର୍ମୀକି ଲଗେଇକି ଅତ୍ୟାଚାର କରୁଛନ୍ତି, ତ ଏମ୍ଏଲ୍ଏ କହିବାକୁ ଯୋଗ୍ୟ ନୁହଁ। ତୁରନ୍ତ ଇସ୍ତଫା ଦିଅନ୍ତୁ।